12 ବର୍ଷ ତଳେ 16 ବର୍ଷ ବୟସ ହୋଇଥିବା ଝିଅକୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ହରିୟାଣାରେ ବିକ୍ରି। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଚାଚୁରାଗୋଡା ଗ୍ରାମରେ। ଶ୍ରୀମତୀ ବାସନ୍ତୀ ହରିଜନ ସ୍ୱାମୀ ମନ୍ଦର ହରିଜନଙ୍କ ଝିଅ 12 ବର୍ଷ ତଳେ 16 ବର୍ଷ ବୟସ ହୋଇଥିଲା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ଡାବୁଗାଁ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଥିଲା। 12 ବର୍ଷ ପରେ ମୋବାଇଲ ଯୋଗେ କଥାବାର୍ତ୍ତା ମାଧ୍ୟମରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ହରିୟାଣାରେ ତାଙ୍କ ଝିଅ ଅନେକ ଦୁଃଖ କଷ୍ଟରେ ଅଛି। ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକେ କାଦମ୍ବିନୀ ତ୍ରିପାଠୀଙ୍କର ଆଶ୍ରୟ ନେଇଥିବାର ସୂଚନା ମିଳିଛି। ଡାବୁଗାଁ ବ୍ଲକର ଚଚରାଗୁଡା ଗାଁର ଗୋଟେ ନାବାଳିକା ଝିଅ 12 ବର୍ଷ ତଳେ ନିଖୋଜ ଥିଲା, ଯିଏକି ଆଜି ଆମେ ତାକୁ ଠାବ କରିଛୁ ହରିୟାଣାରେ। ସେ ଝିଅଟା 12 ବର୍ଷ ତଳେ ଯେତେବେଳେ ନିଖୋଜ ହେଲା ସେତେବେଳେ ତାଙ୍କ ବାପା ମା ଯାଇକି ଡାବୁଗାଁ ପୋଲିସ ଷ୍ଟେସନରେ ବି ଏଫଆଇଆର କରିଥିଲେ, କିନ୍ତୁ ପୋଲିସର ନିଷ୍କ୍ରିୟତା ଯୋଗୁଁ 12 ବର୍ଷ ଯାଇ ଗୋଟେ ଝିଅ ଆଜି ଜୀବନ ସହ ସଂଗ୍ରାମ କରିକି ବନ୍ଦୀ ଜୀବନ ବିତଉଛି ହରିୟାଣାରେ। ତାକୁ ଆମର ଆମ୍ପାଣି ପାହାଡ଼ ତଳର ଗୋଟେ ଗାଁର ଗୋଟେ ଝିଅଟେ, ତାକୁ ବାୟସ କରିକି ଚାକିରି କରାଇବା ନାଁରେ, ତାକୁ ଦାଦନ ଘଟାଇବା ନାଁରେ ନେଇକି ବିକ୍ରି କରିଦେଇଛି ବୋଲି ସେ ଝିଅ ତା ଭାଇର ମାନେ ଫୋନ ନମ୍ବର ପାଇକି ତା ଭାଇକୁ ଫୋନ କରିଛି, ଆଉ ତା ଭାଇ ତାଙ୍କ ମା ବାପାକୁ ଜଣେଇଛି। ତାଙ୍କ ମା ବାପା ଆମକୁ ଜଣେଇଲା ପରେ ଆଜି ଆମେ ଆପଣମାନଙ୍କ ମାଧ୍ୟମରେ ସରକାରକୁ ପ୍ରଶାସନକୁ କହୁଛୁ କି ସେ ଝିଅକୁ ଜୀବିତରେ ତାକୁ ଆମେ ରେସ୍କ୍ୟୁ କରିକି ଯେମିତି ଆଣିପାରିବୁ, ତାଙ୍କ ମା ବାପାକୁ ଯେମିତି ହାୱାଲି କରିପାରିବୁ, ସେଥିପାଇଁ ଆମେ ଅନୁରୋଧ କରୁଛୁ। ସେ ଝିଅଟା ବର୍ତ୍ତମାନ 3ଟା ପିଲାର ମା ହେଇସାରିଲାଣି। ସେ 12 ବର୍ଷ ମାନେ ତାକୁ ସେତେବେଳକୁ ସେଉଳ ପ୍ଲସ୍ ଚାଲୁଥିଲା, ବର୍ତ୍ତମାନ ତାକୁ 31 ବର୍ଷ ହେଲାଣି, କିନ୍ତୁ ସେ ତା ଭାଇକୁ ତା ପରିବାରକୁ କାନ୍ଦିକି ଫୋନ କରୁଛି। ସେମାନେ ମତେ ଏଠି ଟର୍ଚର କରୁଛନ୍ତି, ମତେ ବନ୍ଦୀ ଜୀବନ ଯାପନ କରିବାକୁ ପଡୁଛି, ବାପା ମା ସହିତ କଥା ହେବାକୁ ସେମାନେ ଦଉନାହାନ୍ତି, ଯଦ୍ୱାରା ତାଙ୍କ ମା ବାପା ମଧ୍ୟ ଯୋଉ ଝିଅକୁ ମରିଯାଇଛି ବୋଲି ଭାବିଥିଲେ ସେ ଝିଅକୁ ପାଇକି ସେମାନେ ବି ଆଜି ମାନେ ଖୁସି ପ୍ରକାଶ କରୁଛନ୍ତି। ଯଦି ସେ ଝିଅ ତାଙ୍କ ପାଖକୁ ଆସିବ ତାହେଲେ ସେମାନଙ୍କର ଜୀବନ ବି ସେମାନେ ନିଜକୁ ଧନ୍ୟ ମନେ କରିବେ। 12 ବର୍ଷର ପୋଲିସର ନିଷ୍କ୍ରିୟତା ଆଜି ଆମେ ଭାବୁଛୁ ସେଟା ସଫଳ ରୂପ ନବ ବୋଲି। ନବରଙ୍ଗପୁରରୁ ଭର୍ତ୍ତ ହରିଜନଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।